ମନେ କରନ୍ତୁ ଆପଣଙ୍କର ଗୋଟେ ଜାଗା ଅଛି, ଏଇଟା ହେଲା ପ୍ଲଟ୍। ଏହା 50 ଫୁଟରେ 60 ଫୁଟ ଅଛି ଏବଂ ମନେ କରନ୍ତୁ ତା ଭିତରେ ଆମେ ଗୋଟେ ଜାଗା ବାହାର କଲେ 40 ଫୁଟରେ 50 ଫୁଟ। ସେ ବ୍ୟକ୍ତି କହିଲେ ଯେ ମୋର ଆ ଭିତରେ 2000 ସ୍କୋୟାର ଫୁଟର ମୋତେ ଘର କରିବା ପାଇଁ ପ୍ଲାନ୍ ଦିଅନ୍ତୁ। ଆମେ କ'ଣ କରିବା, ତାକୁ ବି ବାହାର କଲେ, ଇଏ ଗୋଟେ କୋଣ, ଇଏ ଗୋଟେ କୋଣ, ଇଏ ଗୋଟେ କୋଣ, ଇଏ ଗୋଟେ କୋଣ। ଆମେ ଯେତିକି ଘର କରିବା ତାର 4 କୋଣକୁ ଆମେ ଛେଦ କରିବା। ଛେଦ କରିକି କର୍ଣ୍ଣର ମାପିବା। କର୍ଣ୍ଣରଟା ଧର 50 ଫୁଟ ଲମ୍ବ ଏବଂ 40 ଫୁଟ ଚଉଡ଼ା। ଏହାର କର୍ଣ୍ଣର ବାହାରିବ କ'ଣ 64.03 ଫୁଟ। କର୍ଣ୍ଣର ତା ଗୋଟେ ମଧ୍ୟ ବିନ୍ଦୁ ବାହାରିବ ଦୁଇ କୋଣର। ଏଇ ମଝି ବିନ୍ଦୁରେ ଆସିକି ଆମେ ଛିଡ଼ା ହେବା। ମନେ କରନ୍ତୁ ଆପଣଙ୍କ ଜାଗାଟା ପୂର୍ବକୁ ଅଛି, ପୂର୍ବ ମୁହାଁ ଅଛି, ଏଇପଟେ ରାସ୍ତା ଅଛି। ସେ ଗାଁ ହେଉ ସହର ହେଉ ରାସ୍ତା ଅଛି ଏଇପଟେ, ଆପଣ ଏଇପଟେ ହିଁ ଯିବେ। ତେଣୁ ଏଇଟା ପୂର୍ବ ଅଛି। ତେଣୁ ଏଇଠି ଠିଆ ହେଇକି ଆପଣ ଏଇଠି କମ୍ପାସ୍ ରଖିବାକୁ ପଡ଼ିବ। କୌଣସି ଗୋଟେ ଜାଗା ଉପରେ, ସେ କାଠର ଟୁଲ୍ ହେଉ ବା ପ୍ଲାଷ୍ଟିକ୍ର ଟୁଲ୍ ହେଉ ବା ଇଟା ଥିବ, ଇଟା ଥୋଇକିରି ଟିକେ ଉଚ୍ଚ କରିକିରି ଏଇ ଯେଉଁ ଜାଗାରେ ଆପଣଙ୍କ ଏଇ ମଧ୍ୟ ଜାଗାଟା କେମିତି ପାଇବା। ମନେ କରନ୍ତୁ ଏଇଟା ଅଛି ଆମର 50 ଫୁଟ, ତାର ଅଧା ହେଉଛି 25। ଗୋଟେ କୋଣରୁ 25 ମାପିକି ଏଠି ଗୋଟେ ଆମେ ଲୁହା ଛଡ଼ ପୋତି ଦେଇଥିବା ଏବଂ ଏଇ ଜାଗାରେ ଯେଉଁ ଆମେ କମ୍ପାସ୍ ରଖିବା, କମ୍ପାସ୍ ରଖି ଦେଖିବା ପୁରା ପୂର୍ବଟା 90 ଡିଗ୍ରୀ, କିନ୍ତୁ ଏଠି ସେଟା ଯଦି 90 ଡିଗ୍ରୀ ଦେଖାଉଥିବ ସିଧା କମ୍ପାସରେ, କମ୍ପାସ୍ ଦେଖନ୍ତୁ କମ୍ପାସ୍ ସବୁ ଏଇଭଳିଆ ଅଛି। ଆମର ଜେନେରାଲ କମ୍ପାସ୍ ଇଏ ବି ଚଳିବ, ଆଉ ଅଛି ମିଲିଟାରୀ କମ୍ପାସ୍। ଇଏ ଟିକେ ଆଉ ଟିକେ ଭଲ ଆକୁରେସି ପାଇଁ, ଏଇ ମିଲିଟାରୀ କମ୍ପାସ୍ଟା ବେଶୀ ଭଲ। ମୁଁ ୟାକୁ ହିଁ ବେଶୀ ବ୍ୟବହାର କରୁଛି। ତା ଛଡ଼ା ଯେଉଁମାନଙ୍କର ଲ୍ୟାପଟପ୍ ଅଛି ସେମାନେ ଗୁଗଲ୍ ଆର୍ଥ ବି ଡାଉନଲୋଡ଼ କରିକିରି ଜାଗାର ଜାଣିପାରିବେ। ଏଇଟା ଟିକେ କଷ୍ଟ ସାଧାରଣ ଲୋକଙ୍କ ପାଇଁ। ସେ କେମିତି ତା ଦେହରୁ ବାହାର କରିବା ସେ କହିଦେବ। ଗୁଗଲ୍ ଆର୍ଥ ଆପଣ ଡାଉନଲୋଡ଼ କଲେ ସେ ସବୁ ଡିଟେଲ୍ ଧୀରେ ଧୀରେ କହିଦେବ କେମିତି ବାହାର କରିବା ପାଇଁ। ସେ ବାଟେ ବି ବାହାର କରି, ସେ ଗୋଟେ ଆକୁରେସି ସେ ଦିଏ। ଆମେ ଜାଣିଲେ ଏଠି ଠିଆ ହେଇକି ଯଦି ସିଧା ଏଟା 90 ଡିଗ୍ରୀ ହେଇଥିବ ଆମେ ଜାଣିଲେ ଯେ ପୂର୍ବଟା ସିଧା। ମୁଁ ସେଥିପାଇଁ ଲୋକଙ୍କୁ କୁହେ, ଆପଣ ଘରର ମଝିରେ ଛିଡ଼ା ହେଇ ଆପଣ ଯେଉଁ ଦିଗକୁ ମୁହଁ କରୁଛନ୍ତି, ଘରର ମୁହଁ ସେପଟେ ହେବ, ସେ ନାକ ସିଧାଟା କେତେ ଡିଗ୍ରୀ ଲୋକମାନେ କହିପାରନ୍ତିନି। ତେଣୁ ମୁଁ ଯେଉଁ ଦୂର ଦୂରାନ୍ତ ଲୋକମାନେ ଚାହାନ୍ତି ମୁଁ ତାଙ୍କୁ ଗୋଟେ ପ୍ଲାନ୍ ଦିଏ, ମୁଁ ଦେଇପାରେ ନାହିଁ, ସେମାନେ ଭୁଲ କରିବେ। ଏବେ ଜଣେ କରଞ୍ଜିଆ ମୟୂରଭଞ୍ଜ, ସେ ଆଉ ଟିକେ ଦୂରକୁ, ଏଠି ଭୁବନେଶ୍ୱର ପ୍ରାୟ କହିଲେ 200-250 କିଲୋମିଟର ହେବ, ସେ ସେମିତି କହୁଥିଲେ ତାଙ୍କର 900 ସ୍କୋୟାର ଫୁଟ ଘରଟେ କରିବେ, ତାଙ୍କର ଭାରି ଆଗ୍ରହ। କିନ୍ତୁ ଏଇ ଯେଉଁ କଥା ପଡ଼ିଲା ଯିବା ପାଇଁ ବି ବହୁତ ଖର୍ଚ୍ଚାନ୍ତ, କିନ୍ତୁ ସେ ଏଇ ଯେଉଁ ଡିଗ୍ରୀକି ସେ ଦେଇପାରିବେନି, ମୁଁ ତାଙ୍କୁ ଠିକ୍ ଦେଇପାରିବିନି। ମୁଁ ଯଦି 81 ପଦ ବାସ୍ତୁ କରୁଥାନ୍ତି ତାହେଲେ ତାଙ୍କୁ ଆରାମରେ ମୁଁ ଦେଇଦିଅନ୍ତି, 9 ଭାଗ କରି ପକେଇକି ସାଙ୍ଗେ ସାଙ୍ଗେ। ଆପଣଙ୍କ ପୂର୍ବ ମୁହଁ ଠିକ୍ ଅଛି, କିଛି ଚିନ୍ତା ନାହିଁ, ମୁଁ ଆପଣଙ୍କୁ ଦେଇଦେବି। କିନ୍ତୁ ମୁଁ ଡିଗ୍ରୀରେ ଦିଏ। ତେଣୁ ଡିଗ୍ରୀ ଦେଖି ଯଦି 90 ଡିଗ୍ରୀ ହେଲା ଆମେ ଜାଣିଲେ ଏକ୍ଜାକ୍ଟ ପୂର୍ବ ଅଛି। ଏବଂ 90 ଡିଗ୍ରୀ ଯଦି ଇଆଡ଼େ ପଳେଇ ଆସିଲା ଐଶାନ୍ୟ ଆଡ଼କୁ, ତାହେଲେ ଏଠି କେତେ, ଧର 115 ଡିଗ୍ରୀ ଏଠି ଆସିଗଲା, ତା ମାନେ ପୂର୍ବଟା ଇଆଡ଼କୁ ପଳେଇଛି, ଅଗ୍ନିକୋଣ ଆଉ ଟିକେ ଇଆଡ଼େ ଘୁଞ୍ଚି ଆସିଛି। ଯଦି ପୂର୍ବଟା ଇଆଡ଼କୁ ପଳେଇଲା ଆପଣଙ୍କର ଅଗ୍ନିକୋଣ ଆଡ଼କୁ, ତାହେଲେ ଇଆଡ଼େ କମିଯିବ। ଏଇଟା ଧର ଆମର ଅଛି 90, ଧର 85 ଡିଗ୍ରୀ କି 75 ଡିଗ୍ରୀ ଆସିଗଲା। ତେଣୁ ଇଏ ଡିଗ୍ରୀ ଜାଣିବା ନିହାତି ଦରକାର। ଆପଣମାନଙ୍କୁ ଡିଗ୍ରୀ ଜାଣିବା ପାଇଁ ହେଲେ ଆପଣଙ୍କର ଯେତିକି ପରିମାଣରେ ଘର କରିବେ, 4 କୋଣରେ 4ଟା ଛଡ଼ ପୋତି, ତାର କର୍ଣ୍ଣର ବାହାର କରି, ତାର ମଧ୍ୟବିନ୍ଦୁ ବାହାର କରି, ସେଠି କୌଣସି ଉପାୟରେ ସେ କାଠର ଟୁଲ୍ କିମ୍ବା ହେଉ ବା ଚେୟାର ହେଉ, ପ୍ଲାଷ୍ଟିକ୍ର ବା ଇଟାକୁ ଠିଆ କରିକି ଗୋଟେ ପରେ ଗୋଟେ, ଏବଂ ତା ଆଗରେ ସିଧାଟା ଯେତିକି ହେବ ସେଠି ଗୋଟେ କିଛି ବା କାହାକୁ ଗୋଟେ ଠିଆ କରେଇକିରି ବା ରଡ଼ ପୋତିକିରି ଆପଣ ସେଠି କମ୍ପାସ୍ ଏଇଠି ରଖିକିରି ସିଧାଟା କେତେ, ଏତିକି ଜଣେଇବାକୁ ପଡ଼ିବ। ନା ସିଧାଟା ଆମର 90 ଡିଗ୍ରୀ ଆସୁଛି, ବା ସିଧାଟା 105 ଡିଗ୍ରୀ ଆସୁଛି, ବା ସିଧାଟା ପୁରା 75 ଡିଗ୍ରୀ ଆସୁଛି। ଏତିକି ଦେଲେ ଆମେ ତା ଦେହରେ ଗୋଟେ କିଛି ପ୍ଲାନ୍ ତିଆରି କରିପାରିବା ଆପଣ ଯାହା ଚାହୁଁଛନ୍ତି। ମନେ କରନ୍ତୁ ଏଇଟା ପୂର୍ବ ନୁହେଁ ଜଣଙ୍କର, ଏଇଟା ହେଉଛି ଉତ୍ତର ଦିଗ ହେଲା। ଠିକ୍ ସେଇଭଳିଆ ଉତ୍ତର ଦିଗଟା ହେଉଛି 0, 360 ବା 0 ଡିଗ୍ରୀ। ସେଟା ଠିକ୍ 0 ଡିଗ୍ରୀରେ ଉତ୍ତରଟା ରହୁଛି କି, ବା ଉତ୍ତର ଏପଟ ସେପଟ ହେଇଛି, ତାକୁ କୁହନ୍ତି ଟିଲ୍ଟେଡ୍ ବା ବିଦିଶା ପ୍ଲଟ୍। ମନେ କରନ୍ତୁ ଏଇପଟା ଦକ୍ଷିଣ ବୋଲି ଭାବନ୍ତୁ, ତାହେଲେ ଏଠି ଠିଆକି ଦେଖିବେ ଦକ୍ଷିଣ ହେଲା କେତେ, 180 ଡିଗ୍ରୀ। ଏଟା ଠିକ୍ 180 ଡିଗ୍ରୀ ଅଛି ନା 180 ଇଆଡ଼େ ଏପଟ ସେପଟ ହେଉଛି, ତାକୁ ଦରକାର ନିର୍ଦ୍ଦିଷ୍ଟ କେତେ ଡିଗ୍ରୀ ହେଉଛି ସେଟା ଜାଣିବାକୁ ପଡ଼ିବ। ମନେ କରନ୍ତୁ ପଶ୍ଚିମ, ଏପଟେ ପଶ୍ଚିମ ପଟ, ଆପଣ ଏପଟେ ରାସ୍ତା ଯାଇଛି ପଶ୍ଚିମ ପଟ,
ठीक से भाई एका प्रकार से कंपास रखी से दिग को डाणिबा पश्चिम है 270 डिग्री एक्जाक्ट सीधा नाक सीधारे 270 डिग्री आसची ना 270 जाए एपट पलाऊँ एपट पलाऊँ एतिकी जाना पड़ो एतिकी जानिले आमको वास्तु हिसाब रे कोठी अग्निकोणटा रहिला कोठी ईशान्य रहिला कोठी आमर स्टेयर केस करवा कोठी डाइनिंग हॉल करवा आपको देखिकी दुआर मुह 3-4 कोठी बाहर ताकू धरिकी ड्राइंग रूम करवा बाकी अन्य जहाँ सब अच्छी तार केते गुडे दिग अच्छी खराब दिग जो साउथ साउथ वेस्ट अच्छी WNW अच्छी पूर्वर भी गोटे अत्यंत खराब जगह अच्छी जो भी थर्ड ऑप्शन हो टॉयलेट करा जाई पारे ताकू आमर आम गाँ गहलीर वास्तुविद मैंने जानी ना अनेक जगार देखी मुझे पूर्व अग्निकोण मझे गोटे ESC से विभिन्न उपाय ये कहते ना ये पार ना विभिन्न प्रकार आड़ से मना करती जेहेतु से जानी ना तेणु ऊपर तो रागिकी विरक्त होकर लाभ ना थे से जानीगले भी से अन्य मानक देवे से जानवर आग्रह ना जहाँ जी जानी से लोक दिखती तेणु ये जो डिग्री जानिबा माने नुआ नुआ निजर घर प्लान तैयारी करने चाहूँगी बा जो माने शिखियापाई चाहूँगी किमिति डिग्रीटा नि जाए से जानिबा मु जो उपाय कहली सरल उपाय आ विभिन्न उपाय मु भी डिग्री बाहर करे किंतु एटा हमर साधारण लोक अति सहज आमे जेतिकी भूमि रे घर करवा ताको बाहर कर साला परे चारि कोणरू कॉर्नर बाहर कर दबा मध्य छेद बिंदु ए जो बिंदु अच्छे ब्रह्म बिंदु जा सेठी हमरे गोटे कोन स्टूल आउ बा प्लास्टिक जिनस रखी जमीती आमर ये कंपास रखिले कौन असुविधा हेनी किसी बाली भी तापर दे बाल जदि आम मिलिटारी कंपास रखा तार बाली बिछेवा को पड़ो एक सब करी डिग्रीटा जदि आम ठीक जानी पारले आम घरटा आम ठीक करि परिबा रहिली नमस्कार।